ଆଉ ପାପ ବହୁଗୁଣିତ ହୋଇ ଯେଉଁ ପାପ ଆଦମ ହବା କରିନଥିଲେ ସେହି ପାପ ମଧ୍ୟ ତାଙ୍କର ସନ୍ତାନମାନେ କଲେ। ଆଉ ତଥାପି ପରମେଶ୍ୱର ସେମାନଙ୍କୁ ଅନୁଗ୍ରହ କରି ସେମାନଙ୍କର କୋଳରେ ଆଉ ଗୋଟେ ପୁତ୍ର ସନ୍ତାନ ଦେଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ଗୋଟେ ପୁତ୍ର ସନ୍ତାନ ଦେଲେ। ତାଙ୍କର ବିଷୟରେ ମଧ୍ୟ ଲେଖାଯାଏ ଆଉ କଇନଙ୍କର ବିଷୟରେ ମଧ୍ୟ ଲେଖାଯାଏ। କଇନ କ'ଣ କଲେ? ପରମେଶ୍ୱରଙ୍କ ଠାରୁ ସେ ଅଭିଶପ୍ତ ହୋଇ ପରମେଶ୍ୱରଙ୍କ ଠାରୁ ପିତାମାତାଙ୍କ ଠାରୁ ବହୁତ ଦୂରକୁ ଚାଲିଗଲେ। ଆଉ ସେ ଜାଗାରେ ଗୋଟେ ନଗର ନିର୍ମାଣ କରି ସେଠି ରହିଲେ। ଆଉ ସେହି ନଗରର ନାମ ତାଙ୍କର ସନ୍ତାନର ନାମ ଅନୁସାରେ ଦେଲେ। ତାଙ୍କର ସନ୍ତାନର ନାମ କ'ଣ? ହନୋକ। ହନୋକଙ୍କର ନାମ ଅନୁସାରେ ସେହି ନଗରର ନାମ ଦେଲେ ସେ। ଆଉ ସେ ତାଙ୍କର ଅନେକ ପୁତ୍ର କନ୍ୟାମାନ ଜାତ ହେଲେ। ଆଉ ଲେମକ ବୋଲି ଜଣେ ଥିଲେ। ଲେମକ ତାଙ୍କର କଇନର ପୁତ୍ର। ସେ କ'ଣ କଲେ? ଦୁଇଟି ସ୍ତ୍ରୀ ବିବାହ କଲେ। ଏକର ନାମ ଆଦା ଓ ଅନ୍ୟର ନାମ ସିଲା। ଲେମକ ଆଉ ତାହାର ଭାଇର ନାମ ଯୁବଳ। ସେ ବୀଣା ଓ ବଂଶୀବାଦକ ମାନଙ୍କର ଆଦି ପୁରୁଷ। ଆଜି ଯେଉଁମାନେ ବୀଣା ବଜାଉଅଛନ୍ତି, ଆଜି ଯେଉଁମାନେ ବଂଶୀ ବଜାଉଅଛନ୍ତି, ସେମାନଙ୍କର ଆଦି ପୁରୁଷ ହେଉଛନ୍ତି କିଏ? ସେ ଜାବଳ ସେମାନେ। ଯୁବଳ। ଆଉ ଜାବଳ କ'ଣ କରିଥିଲେ? ଜାବଳ କେଉଁମାନଙ୍କର ଆଦି ପୁରୁଷ ଥିଲେ? ତମ୍ବୁ ନିବାସୀ ପଶୁପାଳକ ମାନଙ୍କର ଆଦି ପୁରୁଷ ଥିଲେ ଜାବଳ। କିନ୍ତୁ ଯୁବଳ ସେ ବୀଣା ଓ ବଂଶୀବାଦକ ମାନଙ୍କର ଆଦି ପୁରୁଷ ଥିଲେ। ଆଉ ସିଲାର ଗର୍ଭରେ ତୁବଲ କଇନ ଜନ୍ମିଲା। ସେ ପିତ୍ତଳ ଓ ଲୌହର ନାନା ପ୍ରକାର ଅସ୍ତ୍ର ନିର୍ମାଣକାରୀ ଥିଲା। ତୁବଲ କଇନର ନୟମା ନାମ୍ନୀ ଏକ ଭଗ୍ନୀ ଥିଲା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଅନନ୍ତର ଲେମକ କ'ଣ କଲେ? ଭାର୍ଯ୍ୟାମାନଙ୍କୁ ଲେମକର ଭାର୍ଯ୍ୟାଗଣ, ତୁମେମାନେ ମୋ ବାକ୍ୟରେ କର୍ଣ୍ଣପାତ କର। ମୁଁ ଆଘାତର ପ୍ରତିଶୋଧରେ ଜଣେ ମନୁଷ୍ୟକୁ ଓ ପ୍ରହାରର ପ୍ରତିଶୋଧରେ ଜଣେ ଯୁବାକୁ ବଧ କରିଅଛି। ତାଙ୍କର ସ୍ତ୍ରୀମାନଙ୍କୁ କହୁଛି। ଲେମକ କ'ଣ କହୁଛି? ସେ ଦୁଇଟି ସ୍ତ୍ରୀ ବିବାହ କଲା। ଆଉ ଗୋଟିଏର ନାମ ଆଦା ଓ ଅନ୍ୟର ନାମ ସିଲା ଥିଲା। ଆଉ ସେମାନଙ୍କର ସନ୍ତାନମାନେ ବୀଣା ବଂଶୀ ପୁଣି ତମ୍ବୁ ନିବାସୀ ପଶୁପାଳକ ମାନଙ୍କର ଆଦି ପୁରୁଷ ହେଲେ। ଆଉ ସେମାନେ କ'ଣ କଲେ? ଆଉ ପିତ୍ତଳ ଆଉ ଲୁହାର କାମ ଯେତେ ହେଉଛି ଇ ସବୁର ନିର୍ମାଣକାରୀ ସେମାନେ ଥିଲେ। ପହେଲାନୁ ସେମାନେ ଆରମ୍ଭ କରିଛନ୍ତି ସେ ସମସ୍ତ ଜିନିଷ ମାନେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ସେତେବେଳେ ଲେମକ ତାର ଭାର୍ଯ୍ୟା ମାନକେ କହୁଛି, ତାର ସ୍ତ୍ରୀ ମାନକେ କହୁଛି ଯେ ମୁଇଁ କାଣା କରୁଛେ? ଜଣେ ମଣିଷ ଯେତେବେଳେ ମୋର ସାଙ୍ଗେ ଝଗଡ଼ା ହେଲା ଆଉ ମୁଇଁ ସେ ତାକେ ମାରି ଦେଇଛେ। ଆଗ ଲେମକର ଭାର୍ଯ୍ୟାଗଣ, ତୁମେମାନେ ମୋ ବାକ୍ୟରେ କର୍ଣ୍ଣପାତ କର। ମୁଁ ଆଘାତର ପ୍ରତିଶୋଧରେ ଜଣେ ମନୁଷ୍ୟକୁ ଓ ପ୍ରହାରର ପ୍ରତିଶୋଧରେ ଜଣେ ଯୁବାକୁ ବଧ କରିଅଛି। ସେ ହତ୍ୟାକାରୀ ହେଲା। ଏତେ ଦିନ ଧରି ଯେତେବେଳେ ଆଉ କଇନ ଅନ୍ୟ ଜାଗାକୁ ମା ବାପାଙ୍କୁ ତ୍ୟାଗ କରି ପରମେଶ୍ୱରଙ୍କୁ ତ୍ୟାଗ କରି ଦୂରକୁ ଚାଲିଗଲା, ଗୋଟେ ନଗର ନିର୍ମାଣ କଲା, ଆରୁ ପରିବାର ଗଠନ କଲା, ପରମେଶ୍ୱରଙ୍କର ଅବାଧ୍ୟ ହୋଇ ଦୁଇଟି ସ୍ତ୍ରୀ ବିବାହ କଲା। କାରଣ ପରମେଶ୍ୱର ଗୋଟିଏ ପୁରୁଷ ନିମନ୍ତେ ଗୋଟିଏ ସ୍ତ୍ରୀକୁ ସେ ନିର୍ମାଣ କରିଥିଲେ। ଆମେ ସମସ୍ତେ ଜାଣୁ ଆଦମ ନିମନ୍ତେ ଦୁଇଟି ସ୍ତ୍ରୀ ସେ ଗଢ଼ି ନଥିଲେ, କେବଳ ଗୋଟିଏ ସ୍ତ୍ରୀ ହବାକୁ ସେ ନିର୍ମାଣ କରିଥିଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ କିନ୍ତୁ ଏ ଜାଗାରେ ଲେମକ
से कौन करियछि दुईटी स्त्री को विवाह करी परमेश्वर अबाध्य होइछि। आउ गोटे से भूल कला जो भूल कईन करिथिला से ही भूल रो पुनरावृत्ति होइछि ए जगार। बंद हो गला आसो तो से परमेश्वर को त्याग करी आ पिता माता को त्याग करी बहुत दूर को चली गले। एक नगर निर्माण कले से जगार परिवार गठन कले संतान संतति मान को चाहत कले। आ से तांकर पितांकर पापर पुनरावृत्ति से करुअछन्ति। आ ताहा कौन ताहा हेउची से पुनर्बार हत्या कले। से पुणी हत्याकारी हेले आसी तांका स्त्री मान को कहउछन्ति जे मो आघातर प्रतिशोध जने मनुष्य को प्रहार प्रतिशोध रे जने युवा को वध करियछि मो हत्या करियछि बोले से कहिले। जेबे कईनर पथर प्रतिफल 7 गुण हुए तेबे लेमकर प्रतिफल 77 गुण निश्चय हेबो बोली से निजे कहउछन्ति। से निजे ताहा कहउछन्ति। प्रेज द लॉर्ड हालेलुया। अर्थात मारिदेला परे मध्य अन्य लोक को हत्या कला परे मध्य आउ तांको ठारे कौनसी दुख नाई बा अनुताप नाई मु काहेकि ए प्रकार भूल कली मु काहेकि मारिदेली ए प्रकार कौनसी आउ से दुख प्रकाश कले नाही अनुताप कले नाही। आ से कहउछन्ति कईन तार प्रतिफल 7 गुण हेले लेमकर प्रतिफल 77 गुण निश्चय हेबो बोली से कहउछन्ति। निजर दंड को से घोषणा करूछन्ति। आ मैंने देखू जेतेबेले जने भूल करी बसे पाप करी बसे सेते बेले से जदि अनुताप करिबो परमेश्वर का निकटरे परमेश्वर मते क्षमा दियंतु मु भूल करदेली मु आ केबे प्रकार भूल करिबे नाइ बोले अनुताप कले परमेश्वर ताको क्षमा दियंती। किंतु ए जगारे ना कईन अनुताप कला ना कईन अनुताप करिथिला ना लेमक एबे अनुताप करूछि। से माने साधारण भाव रे आमे जे प्रकार आउ गोटे बिछा को मारी थाउ गोटे पोक को मारी थाउ पिंपुड़ी को मारी थाउ आउ निश्चिंत रे थाउ ठीक से ही परी से माने हत्या कले मध्य से मान को मध्य रे कोनसी अनुताप और विषय नथिला निश्चिंत रे से माने थिले। किंतु लेमक कहिला जे मोर प्रतिफल 77 गुण निश्चय हबो बोली। प्रेज द लॉर्ड हालेलुया। अर्थात देखंतु आदम हवांक ठारू आमे जेतेले चिंता करिबा केवल टिके परमेश्वर वाक्यर अबाध्य होइथिले आदम हवा टिके वाक्यर अबाध्य हेले सेही सत ज्ञानदायक वृक्षर फल खाइबो नाई एतकी एका परमेश्वर मना करथिले आउ तहिर अबाध्य होइथिले। किंतु तांको निकट को पुणी तांकर संतान मानक निकट को पाप बढ़ी बढ़ी चली पापर प्रतिफल दंड बढ़ी बढ़ी चली ए उतारू आदम पुनश्च अपना भार्यांकर सहवास करते से एक पुत्र प्रसव कर ताहार नाम सेथ अर्थात प्रतिनिधि देले। परमेश्वर आदम को अनुग्रह कले आउ गोटे पुत्र देले आउ तांकर पुत्रर नाम कौन सेथ
ଆଉ ସେଥର ତାର ଅର୍ଥ ହେଉଛି ପ୍ରତିନିଧି, ଅର୍ଥାତ୍ କାହାର ପ୍ରତିନିଧି? ସେ ହେବଲଙ୍କର ପ୍ରତିନିଧି ରୂପେ ସେ ଗୋଟିଏ ପୁତ୍ର ପାଇଲି ବୋଲି କହିଲେ, ହେବଲଙ୍କର ପ୍ରତିନିଧି ରୂପେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। କାରଣ ହେବଲ ଆଉ ଶରୀରରେ ନଥିଲା, ହେବଲକୁ ତାର ଭାଇ କଇନ ମାରି ଦେଇଥିଲା। ଆଉ ସେଥି ନିମନ୍ତେ ଯେତେବେଳେ ଆଉ ସେଥ ଜନ୍ମ ହେଲା, ଆଦମ ତାକୁ ସେଥ ବା ଗୋଟିଏ ପୁତ୍ର ଜନ୍ମ ହେଲା, ଆଦମ ତାକୁ ସେଥ ବା ପ୍ରତିନିଧି ବୋଲି ନାମ ଦେଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଅର୍ଥାତ୍ ଭଲକୁ ଆମେ ଗତ କାଲିର ଅଧ୍ୟୟନକୁ ଚିନ୍ତା କରିବା, ମନ୍ଦ ଭଲକୁ ଯେତେ ନଷ୍ଟ କରିବାକୁ ଇଚ୍ଛା କଲେ ମଧ୍ୟ ସେ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିପାରିବ ନାହିଁ। କିଛି କାଂଶରେ ଆଉ ଉତ୍ତମ ବିଷୟକୁ ସେ ନଷ୍ଟ କରିପାରେ, ଆଘାତ କରିପାରେ, କିନ୍ତୁ ନିଶ୍ଚୟ ପୁନର୍ବାର ଉତ୍ତମ ବିଷୟ ଗୁଡ଼ିକ ବଢ଼ି ଉଠିବ। ଯେ ପ୍ରକାର ଆଉ କଇନ ତାର ଭାଇକୁ ହତ୍ୟା କଲା ବା ଉତ୍ତମ ବ୍ୟକ୍ତିକୁ ସେ ହତ୍ୟା କଲା, ଆଉ ପୁନର୍ବାର ପରମେଶ୍ୱର କ'ଣ କଲେ? ଆଉ ଗୋଟିଏ ତାର ଭାଇକୁ ଆଦମଙ୍କ ଦ୍ୱାରା ଦେଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। ତ ସେ ଥର ମଧ୍ୟ ଏକ ପୁତ୍ର ଜନ୍ମିଲା, ଆଉ ସେ ତାହାର ନାମ ଇନୋସ ଦେଲା। ତାର ନାମ କ'ଣ? ସେଥର ପୁଅର ନାମ ଇନୋସ। ଏହି ସମୟରେ ମନୁଷ୍ୟମାନେ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବାକୁ ଲାଗିଲେ। ଦେଖନ୍ତୁ, ଆଉ ପରମେଶ୍ୱର ସେ ଆଦମଙ୍କ ପ୍ରତି ଆଉ ଗୋଟିଏ ଆଉ ଥରେ ଅନୁଗ୍ରହ କଲେ। ଆଉ ଯେତେବେଳେ ସେଥକୁ ଦେଲେ, ସେଥର ତାର ଯେତେବେଳେ ପୁତ୍ର ହେଇଛି, ପୁତ୍ର ଜନ୍ମ ହେଲା, ତାକୁ ଇନୋସ ନାମ ଦେଲା। ଆଉ ସେହି ପୁତ୍ର ଜନ୍ମ ହେଲା ଦିନଠାରୁ ଲୋକମାନେ କ'ଣ କଲେ? ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବାକୁ ଆରମ୍ଭ କଲେ। ଅର୍ଥାତ୍ ପ୍ରାର୍ଥନା କେତେ ଦିନ ଠାରୁ ଆରମ୍ଭ ହେଇଛି? ଇନୋସର ସମୟରୁ ଆରମ୍ଭ ହେଇଛି। ଆମେ ଏଟା ମନେ ରଖିବା ସବୁଦିନ ନିମନ୍ତେ। ମଣିଷମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବାର କେବେଠାରୁ ଆରମ୍ଭ ହେଲା? ଇନୋସ ଠାରୁ ଆରମ୍ଭ ହେଲା। ଆଦମଙ୍କର ବଂଶାବଳୀର ବୃତ୍ତାନ୍ତ ହିଁ ଯେଉଁଦିନ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ, ସେହି ଦିନ ପରମେଶ୍ୱରଙ୍କ ସାଦୃଶ୍ୟରେ ତାଙ୍କୁ ନିର୍ମାଣ କଲେ। ଆମେ ଏଇଟା ସେ ସୃଷ୍ଟିର ଆରମ୍ଭ ବିଷୟରେ ଆଉ ଥରେ ସ୍ମରଣ କରାଇ ଦେଉଛନ୍ତି। ଆଦମ 130 ବର୍ଷ ବୟସରେ ଆପଣା ସାଦୃଶ୍ୟ ଓ ପ୍ରତିମୂର୍ତ୍ତି ଏକ ପୁତ୍ର ଜାତ କରି ତାହାର ନାମ ସେଥ ଦେଲେ। ଯେତେବେଳେ ସେଥ ଜନ୍ମ ହେଲା, ଆଦମକୁ କେତେ ବୟସ ହେଉଥିଲା? 130 ବର୍ଷ। ଆଜି ଆମେ ଦେଖୁ 130 ବର୍ଷ ବୋଇଲେ ଲୋକମାନେ ନେଇ ବଞ୍ଚବା, ନେଇ ବଞ୍ଚବା। ଆଉ ସେମାନେ ଯଦି କିଏ 90 ବରଷ କି 95 ବରଷ ତକ ବି ବଞ୍ଚୁଛେ, ସେ କାଣା ହେଇଥିବା? ଶଯ୍ୟାଶାୟୀ ହେଇଯାଇଥିବା। ଏଭର ଦୁନିଆରେ ବହୁତ କମ୍ ଲୋକ ଥିବେ, ବହୁତ କମ୍ ଲୋକ ଥିବେ ଯେମାନେ ଚାଲି ବୁଲି ବି ପାରୁଥିବେ ସେଇ ବୟସରେ। କିନ୍ତୁ ଆମେ ଦେଖୁ 130 ବୟସରେ ଆଉ ସେ କ'ଣ କରୁଛି? ସେଥକୁ ଜନ୍ମ ଦେଲା। କିଏ? ଆଦମ। ଅର୍ଥାତ୍ ସେତେବେଳେ ସେମାନେ ବଳବାନ ଥିଲେ। ଏଭର ସେତେବେଳେ 130 ବର୍ଷ ଏବେ ଗୋଟେ ଯୁବା ବୟସର ସାଙ୍ଗେ ସମାନ ଅଟେ। କାଁ ହେଲା ଯେ 930 ବର୍ଷ ପର୍ଯ୍ୟନ୍ତ ଆଦମ ବଞ୍ଚିଥିଲେ। 930 ଆର୍ 70 ବରଷ ହେଇଥିଲେ, 1000 ବରଷ ହେଇଯାଇଥିଲା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଅର୍ଥାତ୍ ସେ ସମୟର ଲୋକମାନେ କେତେ ବଳବାନ ଥିଲେ, ଶକ୍ତିଯୁକ୍ତ ଥିଲେ, ଆଉ ସେମାନଙ୍କର ଆୟୁଷ ବହୁତ ଥିଲା। ବହୁତ ବର୍ଷ ସେମାନେ ବଞ୍ଚି ପାରୁଥିଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। କିନ୍ତୁ ତଥାପି ପରମେଶ୍ୱରଙ୍କ ଦୃଷ୍ଟିରେ ଆଉ ସେଟା ଗୋଟିଏ ଦିନ ତୁଲ୍ୟ। 1000 ବର୍ଷ ଗୋଟିଏ ଦିନ ତୁଲ୍ୟ ତାଙ୍କ ଦୃଷ୍ଟିରେ। ପ୍ରେଜ୍ ଦ ଲର୍ଡ। ଅର୍ଥାତ୍ ଗୋଟିଏ ଦିନ ବି ଆଉ ଆଦମ ନେଇ ବଞ୍ଚି, ତାର ଅର୍ଥ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପରମେଶ୍ୱରଙ୍କର ଦୃଷ୍ଟିରେ
आदम 130 वर्ष बयस आपणा सादृश प्रतिमूर्ति एक पुत्र जात करी ताहार नाम सेथ देले। सेथर जन्म तारी आदम 800 वर्ष बंची आहरी पुत्र कन्या मानकु सात कले। आदमंकर बयस सर्वसुद्धा 930 वर्ष थिला तहु से मले। आदमंकर बयस केते थिला 930 वर्ष तापरे से मले। मोर प्रिय माने आज आम जहाँ अध्ययन कला ये अध्ययन रे अनेक विषय सब लिखा जाए आउ परमेश्वर जहाँ सब चिंता करथिले जहाँ सब योजना करथिले मनुष द्वारा करबा निमंते से समस्त विषय विफल हो जाउची। केवल गोटे विषय सफल हैला ताहा कौन अटे ताहा हेउची तुमे कौन कर आउ बहुवंश प्रजावंत हुओ। वो जगह लिखा जाए ताहा एक पर्वर 27-28 पद रे ताहा लिखा जाए। आदि एक पर्व 28 पद लिखा जाए। आ परमेश्वर से मान को आशीर्वाद कले पुणी परमेश्वर से मान को कहले प्रजावंत और बहुवंश हुआ पुणी पृथ्वी के परिपूर्ण करी बसीभूत कर आउ जलचर मत्स्यगण खेचर पक्षीगण और भूचर उरोगामी जंतुगण उपरे कर्तृत्व कर। परमेश्वर गोटे अधिकार देथिले परमेश्वर गोटे आशीर्वाद देथिले मनुष्य को आउ से आशीर्वाद कौन तुम्हें प्रजावंत हेब बहुवंश हेब आ पृथ्वी की परिपूर्ण करिब। ए समस्त विषय से मानक जीवन रे घटुथिला। आउ देखो गोटे नगर निर्माण कले कईन नगर आमे जदि से प्रकार चिंता करिबा एबे गोटे गाँव रे केवल गोटे वंशर लोक रहु नाहंती अनेक वंशर लोक रहुछंती। प्रेज द लॉर्ड। अर्थात सब मिसी जाइछंती किंतु से समय कौन हेतिला कईन कईनर लोक माने केवल गोटे नगर को निर्माण करथिले बा गोटे नगर रे वास करुथिले। प्रेज द लॉर्ड। हालेलुया। आउ परमेश्वर वाक्य से प्रजावंत और बहुवंश हेबाटा ए जगह सफलीकृत होईची किंतु तथापि मनीष कौन होईची आउ परमेश्वर ठारू दूर को चली जाइछि बा कईन परमेश्वर ठारू दूर को चली जाइछि। आ केवल कईन नुह कईन करिथिबार पाप को अन्य माने आउ पुनरावृत्ति कले ना किंतु लेमक से कौन कला पुनरावृत्ति कला आउ थरे से पाप कला कईन न्याय मारिदेला हत्याकारी हैला हत्याकारी हैला से आउ कौन भूल करिथिला से दुईटी स्त्री को विवाह करथिला जहाँ परमेश्वर दृष्टि रे मंद अटे। हत्या करिबा मध्य परमेश्वर दृष्टि रे मंद अटे। तापरे दुईटा स्त्री विवाह करिबा परमेश्वर दृष्टि रे मंद अटे ताहा व्यभिचार अटे। आ से तार मुख द्वारा से कहूची जे कईनर दंड कौन बोली लिखा जाए से जगह रे 4 पर्व रे 7 गुण हेले कईनर बधर प्रतिफल 7 गुण हेले तेबे लेमकर प्रतिफल 77 गुण निश्चय हम से निजे कहूसी। आमे हितोपदेश रे कौन बोली पढ़ुछु आ मानकर जिह्वा जहा कहब ताहा ही हेब। जिह्वा जिह्वा मानकर जिह्वा मरण आउ जीवनर अधीन जिह्वा जिह्वारे जहाँ प्रकाश करे ताहा ही हेब ताहा ही घटे। तार अर्थ कौन आमे जिते बेले गोटे गोटे गुरुत्वपूर्ण विषय मु कहबान चाहे आम ध्यान देवा। आमे जिते बेले मुख खोली परमेश्वर आराधना करी थाउ सही समय आउ वायुमंडल मध्य तार असुचिता को दूर कर दिए आउ सही जगार परमेश्वर उपस्थिति आसी था। कारण वाक्य लिखा जाए सदा प्रभु प्रशंसा निवासीन अटंती बा जो जगार सदा प्रभुकर प्रशंसा हुए से जगार तांकर उपस्थिति था। प्रेज द लॉर्ड। हालेलुया। ठीक सही परी जेते बेले आमे
ଅଭିଶାପ ବିଷୟରେ ମଧ୍ୟ ଘୋଷଣା କରୁ, ସେହି ସମୟରେ କ'ଣ ହୁଏ? ଶୟତାନର ତାର ସବୁ ଚାତୁରିତା ଅର୍ଥାତ୍ ସବୁ ଅଭିଶାପ କ'ଣ ହୁଏ? ବଳବତ୍ତର ହେଇଯାଏ, ଶକ୍ତିଶାଳୀ ହେଇଯାଏ, ଆଉ ସେତେବେଳେ ତାର ପ୍ରତି ଘଟିବାର ଆରମ୍ଭ ହୁଏ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସେଥିପାଇଁ ଆମେ ମନେ ରଖିବା, ଆମମାନଙ୍କର ସନ୍ତାନ ସନ୍ତତିମାନଙ୍କୁ କି ଆମମାନଙ୍କର ପିତାମାତାମାନଙ୍କୁ କି ପଡ଼ୋଶୀକୁ ଆମେ ଯଦି ଯାହା କହୁଛୁ ତାହା ଘଟିବ। ସେଥିପାଇଁ ଆମେ ଆଉ ତାର ବିରୁଦ୍ଧରେ କୌଣସି ବିଷୟ ଉଚ୍ଚାରଣ ନ କରି ବା ନ କହି ତାର ସପକ୍ଷରେ କହୁ, ତାକୁ ଆଶୀର୍ବାଦ ଯୁକ୍ତର ବାକ୍ୟ କହୁ, ଯଦ୍ୱାରା ତା ନିକଟକୁ ଆଶୀର୍ବାଦକୁ ଆସିବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏଇଟା କହିବା ସମୟରେ ଆଉ ଗୋଟେ ବାକ୍ୟ ମୋର ମନେ ପଡ଼େ, ପରମେଶ୍ୱର ବା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁଦିନ ଆଉ କାଲୁଭରି କ୍ରୁଶରେ ତାଙ୍କର ଜୀବନ ଦେଲେ, ଆମମାନଙ୍କର ସବୁ ଅଧର୍ମକୁ କ୍ଷମା କଲେ, ଆଉ ସେ ଡିକ୍ଲାର କଲେ, ମାନେ ତାଙ୍କର ସପ୍ତବାଣୀ ଲେଖାଯାଏ, ଆମେ ସମସ୍ତେ ଜାଣୁ, ପ୍ରଥମ ବାଣୀ, ଏ ପିତା ଏମାନେ କ'ଣ କରୁଛନ୍ତି ଜାଣନ୍ତେନି, ଏମାନଙ୍କୁ ତୁମେ କ୍ଷମା କର। ସେତେବେଳେ ଆମେ ମଧ୍ୟ କ୍ଷମା ପାଇଅଛୁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ଯଦି ଆମେ ସେ ସମସ୍ତ ବିଷୟକୁ ସେ ଡିକ୍ଲାର କରିଦେଇଛନ୍ତି, ସେ ଆଶୀର୍ବାଦ କରିଦେଇଅଛନ୍ତି, ଆମେ କେବଳ ଗ୍ରହଣ କରିବାର ଆବଶ୍ୟକ ରହିଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଅର୍ଥାତ୍ ଆମମାନଙ୍କ ଚତୁର୍ଦିଗରେ ସେ ଆଶୀର୍ବାଦ ଗୁଡ଼ିକ ରହିଛି, ପୁଣି ଚତୁର୍ଦିଗରେ ଅଭିଶାପ ମଧ୍ୟ ରହିଛି। ଆମେ ଯାହା ଡିକ୍ଲାର କରିବା ଆମଙ୍କର ମୁଖରେ, ତାହା ହିଁ ସେ ଜାଗାରେ ପ୍ରକାଶିତ ହେବ, ତାହା ହିଁ ତାର ପ୍ରତି ଘଟିବ। ଆମମାନଙ୍କ ସନ୍ତାନମାନଙ୍କୁ ଯଦି ଆମେ ଅଭିଶାପର ବିଷୟ କହୁଛୁ, ତାହେଲେ ଅଭିଶାପ ନିଶ୍ଚୟ ଘଟିବ। ମୁଁ ଜାଣେ, ମୋ ଝିଅ ଥିଲାବେଳେ ଆମଙ୍କର ଗାଁରେ ଆମର ଗୃହ ପାଖରେ ଗୋଟେ ନାନୀର ତାର ମୁଖର ବାକ୍ୟ ମୋର ମନେ ପଡ଼େ, 2 ସାଲ ଏନ୍ତା ସଫାସୁଫି ହେବେ, ଏନ୍ତା ସଫାସୁଫି, ହିନ୍ଦୁ ଲୋକ ସେମାନେ ପ୍ରଭୁଙ୍କୁ ନେଇ ଜାଣିବା, ଏନ୍ତା ସଫାସୁଫି ହେବେ, ଆଉ ସେଠି ତାଙ୍କର ପୁଅ ମାନକେ ବି ବିନାଶ କରବାର ଶବ୍ଦ ମାନେ ଉଚ୍ଚାରଣ କରିବେ। ଆଉ ତାପରେ ଗୋଟେ ଦିନ କାଣା ହେଲା, ସେ ଛୁଆ କିଶୋର ତାର ସେଟା 2ଟା ପୁଅ, ଗୋଟେ ତାର ପୁଅକେ ଛାଡ଼ି କରି ତାର ମା ଘରକେ ଗଲା, ଗାଁଟା ଗାଁଥି ତାର ମା ଘରକେ ଗଲା, ଆଉ ସତେ ସମୟ ଆସିଲା ତାର ସାନ ପୁଅ ମରିଗଲା। এটা ସତ है, এটা ସତ କଥା है। ପରେ ସେ ଅନୁତାପ କଲେ କାଣା କରବା, ସବୁ ତ ସରେଇ ଦେଲାନ, ହରେଇ ଦେଲାନ ସବୁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୁଇଁ କାହା ଲାଗି ଯେଟା କହୁଛେ, ଇଠାନେ ଲେମକ କହୁଛେ ଯେ କଇନର ପ୍ରତିଫଳ 7 ଗୁଣ ହେଲେ ଲେମକର ପ୍ରତିଫଳ 77 ଗୁଣ ନିଶ୍ଚୟ ହେବ। ଅର୍ଥାତ୍ ତାର ଲାଗି ତାପନା ଅଭିଶାପ କି ଘୋଷଣା କରୁଛେ ବୋଲେ ତାର ଉପରେ ନିଶ୍ଚୟ ସେ ଅଭିଶାପ ଏକା ଆସିବା। ସେ ସେତେବେଳେ ବି ନାଇଁ କହି, ଜୀବିତ ପରମେଶ୍ୱର ଆଉ ମୋତେ ତୁମେ ଦୟା କର, ମୁଇଁ ଭୁଲ କରିଦେଲି। ନା ତାର ସ୍ତ୍ରୀ ମାନଙ୍କର ପାଖେ କହିଲା, ନା ତାର ବାପା ପାଖେ କହିଲା, ନା ତାର ଭାଇ ମାନଙ୍କର ପାଖେ, ନା ତାର ମାର ପାଖେ କହିଲା, ନା ପରମେଶ୍ୱରଙ୍କର ପାଖେ କହିଲା, ମୁଁ ଭୁଲ କରିଦେଲି, ମୁଁ ପାପ ନେଇ କରବାର ଥିଲା, ମୁଁ କାଁ ଯେ କଲି, ମୋତେ କେନେ କ୍ଷମା ମିଲବା, ଇ କଥା ସେ ଚିନ୍ତା ନାଇଁ କରି। ଯଦି ସେତେ ଚିନ୍ତା କରିଥିତା, ସେମାନକେ ବି କ୍ଷମା ମାଗିଥିତା, ଯାହାର ଘର ଲୋକମାନକେ ମାରିଛେ ସେମାନକେ ବି କ୍ଷମା ଦେ, ପରମେଶ୍ୱରଙ୍କୁ କ୍ଷମା ମାଗିଥିତା, ନିଶ୍ଚୟ ସେ କ୍ଷମା ପାଇଥିତା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୋର ପ୍ରିୟ ମାନେ, ମୁଁ କ'ଣ କହିବାନ୍ତେ ଚାହେଁ, ଆମେ ଯାହା ଘୋଷଣା କରୁ ତାହା ହିଁ ହୁଏ। ଯାହା ଘୋଷଣା କରୁ, ପ୍ରଭୁ ଯୀଶୁଙ୍କ ନାମରେ ସୁସ୍ଥତା ପାଉ, ପ୍ରଭୁ ଯୀଶୁଙ୍କ ନାମରେ ସୁସ୍ଥତା ପାଉ, ପ୍ରଭୁ ଯୀଶୁଙ୍କ ନାମରେ ରୋଗ ଚାଲିଯାଉ, ଆମେ ଯଦି ଘୋଷଣା କରୁଥିବା ନିଶ୍ଚୟ ତାହା ଘଟିବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ପ୍ରଭୁ ଯୀଶୁଙ୍କ ନାମରେ ଏଇ ଅଭିଶାପ ପା ବୋଲି ଯଦି କହୁଛୁ, ସେ ମଧ୍ୟ ନିଶ୍ଚୟ ଅଭିଶାପ ପାଇବ, କିନ୍ତୁ ଅନ୍ୟାୟରେ କଲା ବିଷୟରେ ନୁହଁ। କାରଣ କ'ଣ, ପରମେଶ୍ୱରଙ୍କର ଲୋକମାନଙ୍କ ଠାରେ ପରମେଶ୍ୱରଙ୍କର ଉପସ୍ଥିତି ଥାଏ, ଆଉ ପ୍ରଭୁଙ୍କର ଲୋକମାନଙ୍କ ନିମନ୍ତେ କୌଣସି ଗଣକଥା କାମ କରେ ନାହିଁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। କିନ୍ତୁ ପ୍ରଭୁଙ୍କର ଲୋକମାନେ ଯେତେବେଳେ ଯାହା ଉଚ୍ଚାରଣ କରୁଅଛନ୍ତି, ସେମାନଙ୍କ ପ୍ରତି ତାହା ହିଁ ଘଟେ। ସେଥିପାଇଁ ଆମେ ଉତ୍ତମ ବିଷୟକୁ ଘୋଷଣା କରିବାର, ଉଚ୍ଚାରଣ କରିବାର ଆରମ୍ଭ କରୁ।
आम परिवार प्रति हो, मंडली प्रति हो, आम व्यक्तिगत जीवन प्रति हो, संतान संतति मान प्रति हो, स्वामी स्त्री मान प्रति हो, पड़ोशी मान प्रति हो, आम कौन करिवार अछि? आम उत्तम विषय को घोषणा करिवार अछि। प्रेज द लॉर्ड, हालेलुया हालेलुया। प्रभु ये वाक्य द्वारा आम समस्त को आशीर्वाद करंतु। आमे देखू कोई न कौन कले पिता माता ठारू पुणी परमेश्वर ठारू बहु दूर को चली जाई एक नगर प्रस्तुत कले आ से विवाह कले। पुणी से तांकर पुत्र मध्य से आहुरी पाप कला, आहुरी हत्याकारी हैला, आउ हत्याकारी है से निजर आड़ को निजे अभिशाप को घोषणा कला, आ से अभिशप्त हैला। किंतु परमेश्वर आदम को आउ थरे अनुग्रह करी एक पुत्र देले, आउ तांकर नाम होची सेठ बा प्रतिनिधि बा से हेबल तरफरु से आसी अछि तार अर्थ। आउ सेही समय ठारू सॉरी आउ सेठर पुत्रर नाम होची इनोस। इनोसंकर समय ठारू लोक माने मनीष माने परमेश्वर निकट में प्रार्थना करिवार आरंभ कले। प्रेज द लॉर्ड, हालेलुया हालेलुया। प्रार्थना करिवार आरंभ कले। आउ आदमंकर बयस सर्वसुधा 930 वर्ष थिला, आउ से मरला। ता पूर्वरु अनेक तांकर संतान संतति मान जात हेले। मोर प्रिय माने ए वाक्य आमान को एटा शिक्षा दिए, आमे कोई न न्याय परमेश्वर ठारू पुणी पिता माता ठारू दूर को न जाऊ। आमे पिता माता पुणी परमेश्वर उपस्थिति रे सर्वदा रहू। पुणी आम मैंने कौन से पाप न करू, प्रति मुहूर्त सबु बेले आम पाप ठारू दूरे रहबांती चेष्टा करू। प्रभु को ऊपर समर्पित हो। आम जहाँ भी आम निजर पाई हो, निजर परिवार पाई हो, आउ निजर प्रियजन बा निजर मंडली पाई हो, जहाँ भी आम घोषणा करिबा सेही आशीर्वाद सेही प्रतिफल आम पाइबा। सेथिपाई आमे उत्तम विषय मंगल विषय सर्वदा घोषणा करूँ, आउ आशीर्वाद को प्राप्त हो। प्रभु